ଶୁଣିଛନ୍ତି ନା କି ଧୈର୍ଯ୍ୟ ହରେଇବା ଅନୁଚିତ। ତା ମାନେ କଣ ନା ଯେତେବେଳେ ବିପଦ ସମୟ ଆସେ ସେଇ ସମୟରେ ଧୈର୍ଯ୍ୟ ନ ହରେଇକି ବୁଦ୍ଧିକୁ ପ୍ରୟୋଗ କଲେ ସବୁ ସମସ୍ୟାର ସମାଧାନ ମିଳିଥାଏ। କେମିତି ହୁଏ ତାହା ଆମେ ଜାଣିବା ଏକ କ୍ଷୁଦ୍ର କଥାରୁ। କଣ ହେଇଛି ନା ବହୁ ସମୟ ପୂର୍ବରୁ ଗୋଟେ ଗାଁରେ ରାମୁ ନାଁରେ ଜଣେ ଟୋପି ବିକ୍ରେତା ଥିଲା। ସେ ସହରରୁ ରଙ୍ଗ ବେରଙ୍ଗର ଟୋପି ଆଣି ଗାଁ ଗାଁ ବୁଲି ବିକ୍ରି କରୁଥିଲା। ଦିନେ କଣ ହେଇଛି ସେ ଖରାରେ ଚାଲି ଚାଲି ଯାଉଥିଲା। କିଏ ନା ରାମୁ। ତ ସେ ଯେତେବେଳେ ଚାଲି ଚାଲି ଯାଉଥିଲା ସେତେବେଳେ ସେ କଣ ହେଲା ଥକି ପଡିଲା। ତା ମାନେ କଣ ହେଲା ନା କ୍ଳାନ୍ତ ହେଇ ପଡିଲା। ତ ସିଏ ପାଇଲା ବାଟରେ ଗୋଟେ ବହୁତ ବଡ ବରଗଛ। ତ ସେ ବରଗଛ ମୂଳରେ ସେ ଯାଇକି ବସିଲା। ଆଉ ସେ ନିଜେ ଯୋଉ ଟୋପିଟି ପିନ୍ଧିଥିଲା ତାକୁ ସେ ଝୁଲେଇକି ରଖିଦେଲା। କିଛି ସମୟ ପାଇଁ ମଧ୍ୟ ସେ ବିଶ୍ରାମ କଲା ବା ସେ ଶୋଇ ପଡିଲା। ରାମୁ ଜାଣି ନଥିଲା ଯେ ସେଇ ଗଛ ଉପରେ ଅନେକ ଗୁଡିଏ କିଏ ଥିଲେ ନା ମାଙ୍କଡ ଥିଲେ। ସେମାନେ ଯେତେବେଳେ ଦେଖିଲେ କି ରାମୁ ଶୋଇଛି ସେମାନେ କଣ କଲେ ଧୀରେ ଧୀରେ ତଳକୁ ଓହ୍ଲେଇକି ଆସିଲେ। ଆସିଲା ପରେ ସେ ଯୋଉ ଝୁଲିଥିଲା ଯୋଉ ଟୋପିଟାକୁ ତାକୁ ସେମାନେ ତାଙ୍କ ନିଜ ମୁଣ୍ଡରେ ପିନ୍ଧିକି ଗଛ ଉପରକୁ ପଳେଇଲେ। କିଛି ସମୟ ପରେ କଣ ହେଲା ରାମୁ ନିଦ ଭାଙ୍ଗିଲା। ସେ ଦେଖିଲା ତାର ଯୋଉ ଟୋପିଟା ଝୁଲିକି ଥିଲା ସେଇଟା ଆଉ ନାହିଁ। ଉପରକୁ ଯେତେବେଳେ ଚାହିଁଲା ଦେଖିଲା କି ସବୁ ମାଙ୍କଡ ଟୋପି ପିନ୍ଧି ତାକୁ ଚିଡାଉଛନ୍ତି। ତା ମାନେ ଗୋଟେ ଟୋପି ତ ଝୁଲିଥିଲା ବାକି ତା ପାଖରେ ଟୋପି ଥିଲା କାରଣ ସେ ଜଣେ ଟୋପି ବିକ୍ରେତା। ତ ମାଙ୍କଡ ମାନେ କଣ କରିଛନ୍ତି ତା ପାଖରୁ ସବୁ ଟୋପି ନେଇଯାଇଛନ୍ତି। ନେଇକି ପିନ୍ଧିକି ଗଛ ଉପରେ ସେମାନେ ବସିଛନ୍ତି। ରାମୁ ବହୁତ ଚିନ୍ତା କଲା କି କଣ କଲେ ତା ଟୋପି ସେ ଫେରି ପାଇବ। ସେ ମାଙ୍କଡ ମାନଙ୍କୁ ଉପରକୁ ରାଗରେ ହାତ ହଲେଇଲା। ଯେତେବେଳେ ସେ ହାତ ହଲେଇଲା ତ ମାଙ୍କଡ ମାନେ ମଧ୍ୟ କଣ କଲେ ନା ରାମୁ ଯାହା କଲା ସେମାନେ ମଧ୍ୟ ତାହା ହିଁ କଲେ। ରାମୁ ପଥର ଫିଙ୍ଗିଲା ତ ସେମାନେ ଗଛରୁ ଫଳ ବାହାର କରିକି ଫୋପାଡିଲେ। ସେଇ ସମୟରେ ରାମୁ କଣ ହେଲା ନା ସେ ବିରକ୍ତ ହେଇଗଲାଣି। ତ ଭାବିଲା ମୁଁ ମୋ ଟୋପିଟାକୁ କେମିତି ତାଙ୍କ ପାଖରୁ ଆଣିବି। ନହେଲେ ତ ସେ ସବୁ ଟୋପି ଗଲା ନା। ତାପରେ ସେ କଣ କଲା ନିଜ ରାଗକୁ ଟିକେ ଶାନ୍ତ କଲା ନିଜେ ଟିକେ ସ୍ଥିର ହେଲା। ସ୍ଥିର ହେଇ ସାରିଲା ପରେ ସିଏ କଣ କଲା ସେ ଜାଣି ପାରିଲା କି ମାଙ୍କଡ ମାନେ କଣ କରୁଛନ୍ତି ସେ ଯାହା କରୁଛି ମାଙ୍କଡ ମାନେ ସେଟାକୁ ନକଲ କରୁଛନ୍ତି ମାନେ ସେଟାକୁ କପି କରୁଛନ୍ତି। ତ ସିଏ ସାଙ୍ଗେ ସାଙ୍ଗେ କଣ କଲା ଆଉ ଗୋଟେ ଟୋପି ବାହାର କରି ବେଗରୁ ନିଜେ ପିନ୍ଧିକି ତାକୁ ମୁଣ୍ଡରୁ ସେ ଫୋପାଡି ଦେଲା। ଯେତେବେଳେ ସେ ଟୋପିଟାକୁ ସେ ମୁଣ୍ଡରୁ ଫୋପାଡି ଦେଲା ସେତେବେଳେ ସବୁ ମାଙ୍କଡ ମାନେ ମଧ୍ୟ ତାଙ୍କ ମୁଣ୍ଡରେ ଥିବା ଟୋପିଟାକୁ ଫୋପାଡି ଦେଲେ। ତ ଏଇଥିରୁ କଣ ହେଲା ନା ଏଇଥିରୁ ରାମୁ ତା ନିଜ ଟୋପି ଗୁଡାକ ସବୁ ଫେରି ପାଇଲା। ତାହେଲେ ଆମେ ଆରମ୍ଭ କରିଥିଲେ କେଉଁଠୁ କି ଅସ୍ଥିର ନ ହେଇ ଧୈର୍ଯ୍ୟ ନ ହରାଇ ନ ରାଗି ଯଦି ଆମେ ଟିକେ ବୁଦ୍ଧି ଖର୍ଚ୍ଚ କରିବା ତାହେଲେ ସମସ୍ୟାର ସମାଧାନ ହେଇଯିବ। ତ ସେଇଟା ଆମେ ଏଇ କ୍ଷୁଦ୍ର ଗପରୁ ଶିଖିଲେ। ଭିଡିଓଟା କେମିତି ଲାଗିଲା ଯଦି ଭଲ ଲାଗିଲା ତାହେଲେ ଟିକେ ଲାଇକ୍ କରିଦବ। ଆଉ ଭିଡିଓ को शेयर करो चैनल को सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता। रहुची देखा आगामी वीडियो रे बाय।